ଜଣକୁ ଭଲ ପାଇ ଧୋକା ଦେଇ ଭୁଲିଯିବା ବହୁତ ସହଜ, କିନ୍ତୁ ତାକୁ ଜୀବନ ସାରା ନିସ୍ୱାର୍ଥ ଭାବେ ଭଲ ପାଇବା ବହୁତ କଷ୍ଟ। ଆମକୁ ସମ୍ପର୍କ ଯୋଡ଼ିବା ପୂର୍ବରୁ ଭାବି ରଖିବା ଜରୁରୀ, ଏହି ସମ୍ପର୍କକୁ ଆମେ ଆମ ସାଥିରେ କେତେ ଦୂର ଆଗକୁ ନେଇପାରିବା। ରାଗ ଲାଗୁଥିଲେ ମନ ଖୋଲିକି କାନ୍ଦିଦେବା ଏବେ ଠିକ୍ ଲାଗୁଛି। କାହାକୁ ବି ଅଭିମାନରେ ପଦେ କିଛି କହିବାକୁ ଡର ହିଁ ଲାଗୁଛି, କାହିଁକି ନା ହକ୍ରେ ଦେଖାଯାଉଥିବା ରାଗ ସମୟ ସମୟରେ ସମ୍ପର୍କକୁ ଭାଙ୍ଗି ଦେଉଛି। ବେଳେବେଳେ ଏମିତି କିଛି ଲୋକ ଆମ ଲାଇଫରେ ଆସନ୍ତି ଯେଉଁମାନେ ଆମକୁ ଶେଷରେ ଅନୁଭବ କରାଇଥାନ୍ତି ଯେ ଆମେ ତାଙ୍କ ପାଇଁ ସେତିକି ଇମ୍ପୋର୍ଟାଣ୍ଟ ନୁହଁ ଯେତିକି ଆମେ ଭାବୁ। ତୁ ଏମିତି ବଦଳିଯିବୁ ବୋଲି ମୁଁ କେବେ ଚିନ୍ତା କରିନଥିଲି। ତୁମକୁ ମୋ ଜୀବନଠୁ ଅଧିକ ଭଲ ପାଉଥିବାରୁ ଆଇ ଆମ୍ ରିଏଲି ସରି। ତୁମକୁ ଆଉ କେବେ ବି ହଇରାଣ କରିବିନି। ତମେ ଖୁସିରେ ରୁହ। କାହିଁକି କେଜାଣି ଆଜି ତୁମ କଥା ବହୁତ ମନେ ପଡ଼ୁଛି। ଇଚ୍ଛା ହେଉଛି ତୁମ ସହିତ ପଦେ କଥା ହେବାକୁ, କିନ୍ତୁ ମୁଁ ଜାଣିଛି ମୋ ପାଇଁ ତୁମ ପାଖରେ ଟାଇମ୍ ନାହିଁ। ଏ ଦୁନିଆରେ କେହି ନୁହେଁ କାହାର। ଆଜି ଯିଏ ନିଜର, କାଲି ସିଏ ପର। ଆଜିର ବନ୍ଧୁତା କାଲିର ଶତ୍ରୁତା। ଆଜି ଯିଏ ମନେ ପକାଉଛି, କାଲି ସିଏ ଭୁଲି ଯାଉଛି। ହୃଦୟ ଥିଲା ଭାଙ୍ଗିଗଲା, ସ୍ୱପ୍ନ ଥିଲା ଅଧାରେ ରହିଗଲା। ନିଜର ବୋଲି ଜଣେ ଥିଲା ଯାହାକୁ ମୋ ଜୀବନଠୁ ଅଧିକ ଭଲ ପାଉଥିଲି, ସେ ବି ବଦଳିଗଲା। ସମସ୍ତେ ଦିନେ ନା ଦିନେ ବଦଳି ଯାଆନ୍ତି, କିଏ ନିଜର ସ୍ୱାର୍ଥ ହାସଲ କଲା ପରେ ତ ଆଉ କିଏ କାହା ସ୍ୱାର୍ଥର ଶିକାର ହେଲା ପରେ। ହେଲେ ଏଠି ସ୍ୱାର୍ଥ ହାସଲ ତୁମେ କଲ, ଆଉ ଶିକାର ବି ତୁମେ କଲ, ଆଉ ମୋ ବିଶ୍ୱାସ ଆଉ ଭରସା ତୁମେ ଭାଙ୍ଗିଦେଲ। ମୋ ହୃଦୟ ସହ ତୁମେ ଖେଳ ଖେଳିଲ।